ସୁସ୍ଥ ମାଟି ସମୃଦ୍ଧ କୃଷି ଏହି ମାଟି ହେଉଛି ଆମ ଜୀବନର ଆଧାର ପ୍ରଗତିର ମୂଳଦୁଆ। ତେଣୁ ମାଟି ମାର ସୁରକ୍ଷା ଆମ ସରକାରଙ୍କ ପ୍ରାଥମିକତା। ଏଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଳିଷ୍ଠ ଆହ୍ୱାନ ଖେତ ବଚାଓ ଅଭିଯାନ। ଏହା ସହିତ ଜାତୀୟ ପ୍ରାକୃତିକ ଚାଷ ମିଶନ ମଧ୍ୟ ଏକ ବଳିଷ୍ଠ ପଦକ୍ଷେପ। मैं किसान भाई बहनों को भी कहूंगा कि आपको भी मेरी मदद करनी होगी, और वो है ये धरती माता को बचाना। हम धरती माता को अगर नहीं बचाएंगे तो यूरिया की कितने ही थैले डाल दे, ये धरती मां हमें कुछ नहीं देगी। ये हमारी मां है, हमें उस मां को भी बचाना है। आज्ञा हाँ, ଏହି ଜାତୀୟ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା, ଯାହାଦ୍ୱାରା ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କମ୍ କରି ଆମ ଚାଷୀ ଭାଇଭଉଣୀମାନେ ଜୈବିକ ଏବଂ ପ୍ରାକୃତିକ କୃଷି ପଦ୍ଧତି ପ୍ରତି ଆଗ୍ରହୀ ହେବେ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ମାଟିର ସ୍ୱାସ୍ଥ୍ୟ ଭଲ ରହିବ। ତା ସାଙ୍ଗକୁ ମାଟିରେ ଉପକାରୀ ଜୀବାଣୁ ବୃଦ୍ଧି କରିବାରେ ଏହା ବିଶେଷ ସହାୟକ ହେବ। ଫଳରେ ମାଟି ଅଧିକ ଉର୍ବର ଓ ଉତ୍ପାଦନକ୍ଷମ ହେବ। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ରାଜ୍ୟରେ ଏହି ଅଭିଯାନ ଆଜି ଅଧିକ ତ୍ୱରାନ୍ୱିତ ହୋଇପାରିଛି। କେନ୍ଦ୍ରୀୟ ଯୋଜନା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମନ୍ୱୟରେ ଚାଷୀମାନଙ୍କୁ ଜୈବିକ ଚାଷ ପଦ୍ଧତିକୁ ଆପଣେଇବା ପାଇଁ ବ୍ୟାପକ ସଚେତନ କରାଯାଉଛି। ରାଜ୍ୟରେ ଜୈବିକ ଚାଷକୁ ବ୍ୟାପକ କରିବା ପାଇଁ ଆମ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବଳଭଦ୍ର ଜୈବିକ ଚାଷ ମିଶନ। ଏହାରି ଅଧୀନରେ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ଚାଷ ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଅମୃତ ଅନ୍ନ ରାଜ୍ୟ ସରକାରଙ୍କ ଆଉ ଏକ ବଳିଷ୍ଠ ପ୍ରୟାସ। ଏଥିରେ ଚାଷୀମାନଙ୍କୁ ଜୈବିକ ଓ ପ୍ରାକୃତିକ ପ୍ରଣାଳୀରେ ଧାନ ଏବଂ ଡାଲି ଜାତୀୟ ଫସଲ ଚାଷ କରିବା ପାଇଁ ଦିଆଯାଉଛି ପ୍ରୋତ୍ସାହନ। ଏହି ପ୍ରଣାଳୀରେ ଉତ୍ପାଦିତ କୃଷି ଉତ୍ପାଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୋଠଭୋଗ ଓ ମହାପ୍ରସାଦ ପାଇଁ ବ୍ୟବହୃତ ହେଉଛି। ଏହା ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଜୈବିକ ଚାଷ ଲାଗି ବେଶ୍ ଉତ୍ସାହ ଦେଉଛି। ଏହି ଜୈବିକ ଚାଷ ଅଭିଯାନର ପ୍ରକୃତ ନାୟକ ସାଜିଛନ୍ତି ଆମ ଚାଷୀ ଭାଇଭଉଣୀ ଏବଂ ଏସ୍ଏଚ୍ଜି ମହିଳା। ପ୍ରାକୃତିକ ଉପାଦାନରୁ ସେମାନେ ହାଣ୍ଡି ଖତ, ଜୀବାମୃତ ଏବଂ ବୀଜାମୃତ ଭଳି ବିଭିନ୍ନ ଜୈବିକ ଖତ ସାର ପ୍ରସ୍ତୁତ କରୁଛନ୍ତି। ଏହା ସହିତ ଜିଆ ଖତ ଏବଂ ସବୁଜ ସାରର ବ୍ୟାପକ ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। କୃଷି ବିଭାଗ ପକ୍ଷରୁ ସେମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯାଉଛି। ଫଳସ୍ୱରୂପ କମ୍ ଖର୍ଚ୍ଚରେ ଚାଷୀ ଅଧିକ ଏବଂ ଭଲ ଅମଳ ପାଉଛନ୍ତି, ଯାହା ସେମାନଙ୍କ ଆୟ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଛି। ହଳଦୀ, ବାଇଗଣ, ଟମାଟୋ, ଅମୃତଭଣ୍ଡା, ବିରି ଏଯାକ ଚାଷ କରୁଛୁ ଆଜ୍ଞା। ସେଇଟା ଜୈବିକ ପଦ୍ଧତିରେ କରୁଛୁ। ଜୈବିକ ପଦ୍ଧତିରେ କରିବା ଦ୍ୱାରା ଆମର ଦେହ ସୁସ୍ଥ ରହୁଛି, ଚାଷ ବି ଭଲ ଉତ୍ପାଦନ ହେଉଛି। ସେ ଚାଷକୁ ନେଇକି ଆମେ ବଜାରରେ ବିକିଲେ ବି ତାର ଭଲ ଫଳ ମିଳୁଛି ଆଜ୍ଞା। ପରିବାର ବି ଚଳି ଯାଉଛି। ବର୍ଷକୁ 1-1.5 ଲକ୍ଷ ଭିତରେ ଆଦାୟ ହେଉଛି ଆଜ୍ଞା। ଜୈବିକ ଚାଷରେ ଆମେ ବ୍ରହ୍ମାସ୍ତ୍ର, ଅଗ୍ନିଅସ୍ତ୍ର, ନିମାସ୍ତ୍ର ଏଗୁଡ଼ାକ ପ୍ରୟୋଗ କରିକି ଆମକୁ କୀଟନାଶକ ଆମେ ରଖିପାରୁଛୁ। ହାଣ୍ଡି ଖତ, ଜୀବାମୃତ, ବୀଜାମୃତ ଏଯାକ ଇଏ କଲା ପରେ ଆମେ ମାଟିରେ ପ୍ରୟୋଗ କରିକିରି ଆମର ଅଣୁଜୀବ, ଜିଆ ଯାକ ଯେମିତି ଆମେ ବଂଶ ବିସ୍ତାର ହେବ, ଅଣୁଜୀବ ହେବ, ଗଛ ଉର୍ବର ହେବ, ସେଇଟା ପାଇଁ ଆମେ ପ୍ରୟୋଗ କରୁଛୁ। ଆଜି ଜୈବିକ ଚାଷରେ ଫସଲ ସୁରକ୍ଷା ପାଇଁ ପ୍ରଯୁକ୍ତି ବିଦ୍ୟା ସାଜିଛି ଚାଷୀର ସବୁଠାରୁ ବଡ଼ ସହଯୋଗୀ। ବିନା କୌଣସି ବିଷାକ୍ତ କୀଟନାଶକରେ କ୍ଷେତକୁ ରୋଗମୁକ୍ତ ରଖିବା ପାଇଁ କୃଷି ବିଭାଗ ପକ୍ଷରୁ ସମନ୍ୱିତ କୀଟ ପରିଚାଳନା ଲାଗି ଜୈବିକ କୀଟନାଶକ ସହିତ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯାଉଛି। ତା ଭିତରେ ରହିଛି ହଳଦିଆ ଅଠାଳିଆ ଜନ୍ତା, ଫେରୋମୋନ୍ ଟ୍ରାପ୍, ଟ୍ରାଇକୋ କାର୍ଡ ଏବଂ ସୋଲାର ଲାଇଟ୍ ଟ୍ରାପ୍। ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟଶସ୍ୟ, ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର। ତେଣୁ ବଜାରରେ ଆଜି ଏହାର ବେଶ୍ ଚାହିଦା ରହିଛି। ଆମ ଚାଷୀଙ୍କ ଉତ୍ପାଦ ଆଜି କେବଳ ସ୍ଥାନୀୟ ବଜାରରେ ନୁହେଁ, ବରଂ ଦେଶ ବିଦେଶର ବଜାରକୁ ମଧ୍ୟ ରପ୍ତାନି କରାଯାଉଛି। ଏହା ଓଡ଼ିଶାର କୃଷିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରୟାସ ଏବଂ ଚାଷୀ ଭାଇଙ୍କ ପରିଶ୍ରମ ଚାଷ କ୍ଷେତ୍ରରେ ସମୃଦ୍ଧି ଆଣିଛି।
तेणु जैविक एवं प्राकृतिक चाष भली एक दीर्घस्थायी पद्धति आपणांतु माटी मार सुरक्षा करने सहित आगामी पीढ़ी को एक सुस्थ भविष्य देबारे सहायक हुअन्तु।